ଜାତୀୟ ମଞ୍ଚରେ କମାଲ କଲେ ଓଡ଼ିଆ ଝିଅ। ବାଲେଶ୍ୱର ଜ୍ୟୋତିର୍ମୟୀ ନାୟକ ଜିତିଛନ୍ତି ଇଣ୍ଡିଆନ୍ ଆଇଡଲ ସିଜନ୍ 16ର ଟାଇଟଲ। ଏହି ସଫଳତା ସହ ଓଡ଼ିଶା ପାଇଁ ରଚିଛନ୍ତି ନୂଆ ଇତିହାସ। ଇଣ୍ଡିଆନ୍ ଆଇଡଲର ଟ୍ରଫି ଜିତିଛନ୍ତି। ଟ୍ରଫି ସହ ସେ ପାଇଛନ୍ତି 20 ଲକ୍ଷ ଟଙ୍କାର ପୁରସ୍କାର। 24 ବର୍ଷିଆ ଜ୍ୟୋତିର୍ମୟୀ ତାଙ୍କ ସୁନ୍ଦର ଗୀତରେ ବିଚାରକ ଓ ଦର୍ଶକଙ୍କର ହୃଦୟ ଜିତିଥିଲେ। ଗ୍ରାଣ୍ଡ ଫିନାଲେରେ ସେ ଚମତ୍କାର ପ୍ରଦର୍ଶନ କରି ବିଜୟର ମୁକୁଟ ପିନ୍ଧିଥିଲେ। ପୂର୍ବରୁ ଅନନ୍ୟା ଶ୍ରୀତମ ନନ୍ଦ 2015ରେ ଇଣ୍ଡିଆନ୍ ଆଇଡଲ ଜୁନିୟର ସିଜନ୍ 2 ଜିତିଥିଲେ। ଚଳିତ ସିଜନ୍ ୟାଦୋ କି ପ୍ଲେଲିଷ୍ଟ ଥିମ୍ ରଖାଯାଇଥିଲା, ଯାହା ଦର୍ଶକଙ୍କ ମନରେ ଗଭୀର ସ୍ପର୍ଶ ଆଣିଥିଲା। ଏହି ବର୍ଷ ଶୋ ଏତେ ଭଲ ଭାବେ ପ୍ରତିଧ୍ୱନିତ ହୋଇଥିଲା ଯେ ଶୋକୁ 3 ମାସ ପାଇଁ 2ଟି ଏକ୍ସଟେନସନ୍ ଦିଆଯାଇଥିଲା। ତେବେ ବାଲେଶ୍ୱରରୁ ଆରମ୍ଭ ହୋଇଥିବା ଜ୍ୟୋତିର୍ମୟୀଙ୍କ ସଙ୍ଗୀତର ଯାତ୍ରା ଆଜି ସାରା ଦେଶରେ ଓଡ଼ିଶାର ଗର୍ବ ବଢ଼ାଇଛି। ତାଙ୍କର ଏହି ସଫଳତା ପ୍ରତ୍ୟେକ ଉଦୀୟମାନ କଳାକାରଙ୍କ ପାଇଁ ପ୍ରେରଣା ପାଲଟିଛି। ବ୍ୟୁରୋ ରିପୋର୍ଟ, ଓଟିଭି ଡିଜିଟାଲ।